ବର୍ଷା ଦିନରେ କ'ଣ ଲଗାଇଲେ ପାଣିଖିଆ ବା ବାଲିଖିଆ 2 ଦିନରେ ମୂଳରୁ ଶେଷ ହୁଏ? ତ ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଫ୍ରେଣ୍ଡସ୍, ଆଜିର ପ୍ରଶ୍ନ ଗୁଡ଼ିକ ବହୁତ ଇଣ୍ଟରେଷ୍ଟିଂ ରହିବ, ତେଣୁ ଆପଣମାନେ ଭିଡ଼ିଓଟିକୁ ସ୍କିପ୍ ନକରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତ ଚାଲନ୍ତୁ ଡେରି ନକରି ଆଜିର ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ସୋ ଫ୍ରେଣ୍ଡସ୍, ଆଜିର ପ୍ରଥମ ପ୍ରଶ୍ନଟି ରହିଛି, କେଉଁ ଖାଦ୍ୟ ଅଧିକା ଖାଇବା ଦ୍ୱାରା ଆଖି ସମସ୍ୟା ହୋଇଥାଏ? ଅପସନ୍ ଏ ଘିଅ, ଅପସନ୍ ବି ବ୍ରେଡ୍ ଓ ପାସ୍ତା, ଅପସନ୍ ସି ଚିନି ଏବଂ ଅପସନ୍ ଡି ଆଳୁ। ସୋ ଫ୍ରେଣ୍ଡସ୍, ଯଦି ଆପଣମାନେ ଏହି ପ୍ରଶ୍ନ ଗୁଡ଼ିକର ଆନ୍ସର୍ ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ 5 ସେକେଣ୍ଡ ମଧ୍ୟରେ ଉତ୍ତର ଗୁଡ଼ିକ ଦେଇପାରିବେ। ସମୟଟି ଆରମ୍ଭ ହେଉଛି ଏବେଠୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ରହିଛି ଅପସନ୍ ବି ବ୍ରେଡ୍ ଓ ପାସ୍ତା। ବ୍ରେଡ୍ ଓ ପାସ୍ତା ଅଧିକା ଖାଇବା ଦ୍ୱାରା ଆଖି ସମସ୍ୟା ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, କେଉଁ ପରିବା ଖାଇବା ଦ୍ୱାରା ଚର୍ମ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ ମୂଳା, ଅପସନ୍ ବି ଆଳୁ, ଅପସନ୍ ସି କଲରା ଏବଂ ଅପସନ୍ ଡି ବାଇଗଣ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ରହିଛି ଅପସନ୍ ସି କଲରା। କଲରା ପରିବା ଖାଇବା ଦ୍ୱାରା ଚର୍ମ ରୋଗ ଠିକ୍ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, ମାଛ ସହିତ କ'ଣ ଖାଇବା ଦ୍ୱାରା ଶରୀରରେ ଧଳାଛଉ ସମସ୍ୟା ଦେଖା ଦେଇଥାଏ? ଅପସନ୍ ଏ ଶୁଖୁଆ, ଅପସନ୍ ବି ମାଂସ, ଅପସନ୍ ସି ଅଣ୍ଡା ଏବଂ ଅପସନ୍ ଡି କ୍ଷୀର। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ରହିଛି ଅପସନ୍ ଡି କ୍ଷୀର। ମାଛ ସହିତ କ୍ଷୀର ଖାଇବା ଦ୍ୱାରା ଶରୀରରେ ଧଳାଛଉ ସମସ୍ୟା ଦେଖା ଦେଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, ବାସି ମୁହଁରେ ପାଣି ପିଇବା ଦ୍ୱାରା କେଉଁ ସମସ୍ୟା ଠିକ୍ ହୋଇଥାଏ? ଅପସନ୍ ଏ କିଡନୀ, ଅପସନ୍ ବି ଏସିଡିଟି, ଅପସନ୍ ସି ହାର୍ଟ ଏବଂ ଅପସନ୍ ଡି ଲିଭର। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ରହିଛି ଅପସନ୍ ଏ କିଡନୀ। ବାସି ମୁହଁରେ ପାଣି ପିଇବା ଦ୍ୱାରା କିଡନୀ ସମସ୍ୟା ଠିକ୍ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, ଅଧିକା ମଦ୍ୟପାନ କଲେ ମଣିଷର କେଉଁ ଅଙ୍ଗ ନଷ୍ଟ ହୋଇଯାଏ? ଅପସନ୍ ଏ ଆଖି ଅଙ୍ଗ, ଅପସନ୍ ବି ହାର୍ଟ ଅଙ୍ଗ, ଅପସନ୍ ସି ଲିଭର ଅଙ୍ଗ ଏବଂ ଅପସନ୍ ଡି କିଡନୀ ଅଙ୍ଗ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ରହିଛି ଅପସନ୍ ସି ଲିଭର। ଅଧିକା ମଦ୍ୟପାନ କଲେ ମଣିଷର ଲିଭର ଅଙ୍ଗ ନଷ୍ଟ ହୋଇଯାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, କେଉଁ ଶାଗ ଖାଇବା ଦ୍ୱାରା ଭୋକ ସମସ୍ୟା ଠିକ୍ ହୋଇଥାଏ? ଅପସନ୍ ଏ ପାଳଙ୍ଗ ଶାଗ, ଅପସନ୍ ବି ସଜନା ଶାଗ, ଅପସନ୍ ସି ମେଥି ଶାଗ ଏବଂ ଅପସନ୍ ଡି ପୋଇ ଶାଗ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ପାଳଙ୍ଗ ଶାଗ। ପାଳଙ୍ଗ ଶାଗ ଖାଇବା ଦ୍ୱାରା ଭୋକ ସମସ୍ୟା ଠିକ୍ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, କ୍ଷୀର ସହିତ କ'ଣ ଖାଇଲେ ସ୍ମରଣ ଶକ୍ତି ବଢ଼ିଥାଏ? ଅପସନ୍ ଏ ଜିରା, ଅପସନ୍ ବି ପାନମଧୁରୀ, ଅପସନ୍ ସି ଅଳେଇଚ ଏବଂ ଅପସନ୍ ଡି ଲବଙ୍ଗ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ପାନମଧୁରୀ। କ୍ଷୀର ସହିତ ପାନମଧୁରୀ ଖାଇଲେ ସ୍ମରଣ ଶକ୍ତି ବଢ଼ିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, କେଉଁ ମାଂସ ଖାଇଲେ ଶ୍ୱାସ ରୋଗ ଶୀଘ୍ର ଭଲ ହୋଇଯାଏ? ଅପସନ୍ ଏ ଛେଳି ମାଂସ, ଅପସନ୍ ବି ଘୁଷୁରୀ ମାଂସ, ଅପସନ୍ ସି ଗେଣ୍ଡା ମାଂସ ଏବଂ ଅପସନ୍ ଡି ହରିଣ ମାଂସ। ସୋ ଫ୍ରେଣ୍ଡସ୍, ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଜାଣିବା ପୂର୍ବରେ ଯଦି ଆପଣମାନେ ଆମର ଚ୍ୟାନେଲକୁ ନୂଆ କରି ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ଯେତେବେଳେ ବି ଏହିପରି ଭିଡ଼ିଓ ଅପଲୋଡ଼ ହେବ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଗେଣ୍ଡା। ଗେଣ୍ଡା ମାଂସ ଖାଇଲେ ଶ୍ୱାସ ରୋଗ ଶୀଘ୍ର ଭଲ ହୋଇଯାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି, କେଉଁ ଖାଦ୍ୟ କେବେ ବି ଖରାପ ହୁଏ ନାହିଁ? ଅପସନ୍ ଏ ମାଣ୍ଡିଆ, ଅପସନ୍ ବି ଘିଅ, ଅପସନ୍ ସି ମହୁ ଏବଂ ଅପସନ୍ ଡି ଦହି।
ସୋ ଫ୍ରେଣ୍ଡସ୍ ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ମହୁ। ମହୁ ଖାଦ୍ୟ କେବେ ବି ଖରାପ ହୁଏ ନାହିଁ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଅଦା ସହିତ କ'ଣ ମିଶାଇ ପିଇଲେ ମୁଣ୍ଡ ବଥା ତୁରନ୍ତ ଭଲ ହୋଇଯାଏ? ଅପସନ୍ ଏ ଆଖୁ ରସ, ଅପସନ୍ ବି ମହୁ, ଅପସନ୍ ସି ଦହି ପାଣି ଏବଂ ଅପସନ୍ ଡି ଲେମ୍ବୁ ରସ। ସୋ ଫ୍ରେଣ୍ଡସ୍ ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ମହୁ। ଅଦା ସହିତ ମହୁ ମିଶାଇ ପିଇଲେ ମୁଣ୍ଡ ବଥା ତୁରନ୍ତ ଭଲ ହୋଇଯାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଅମୃତଭଣ୍ଡା ପତ୍ରର ରସ ପିଇଲେ କେଉଁ ରୋଗ ଭଲ ହୋଇଯାଏ? ଅପସନ୍ ଏ ଡେଙ୍ଗୁ ଜ୍ୱର, ଅପସନ୍ ବି ମଧୁମେହ, ଅପସନ୍ ସି ହଇଜା ଏବଂ ଅପସନ୍ ଡି ରକ୍ତଚାପ। ସୋ ଫ୍ରେଣ୍ଡସ୍ ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ ଡେଙ୍ଗୁ ଜ୍ୱର। ଅମୃତଭଣ୍ଡା ପତ୍ରର ରସ ପିଇଲେ ଡେଙ୍ଗୁ ରୋଗ ଭଲ ହୋଇଯାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ଚା ପିଇଲେ ମଣିଷର ଟେନସନ୍ କିଛି ମାତ୍ରାରେ କମିଯାଏ? ଅପସନ୍ ଏ ଲବଙ୍ଗ ଚା, ଅପସନ୍ ବି ପୋଦିନା ଚା, ଅପସନ୍ ସି ତୁଳସୀ ଚା ଏବଂ ଅପସନ୍ ଡି ଲେମ୍ବୁ ଚା। ସୋ ଫ୍ରେଣ୍ଡସ୍ ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ପୋଦିନା ଚା। ପୋଦିନା ଚା ପିଇଲେ ମଣିଷର ଟେନସନ୍ କିଛି ମାତ୍ରାରେ କମିଯାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କ'ଣ ଅଧିକ ଖାଇଲେ ମଣିଷର କିଡନୀ ଖରାପ ହୋଇଯାଏ? ଅପସନ୍ ଏ ଭାତ, ଅପସନ୍ ବି କଫିନ୍, ଅପସନ୍ ସି ଅଣ୍ଡା ଏବଂ ଅପସନ୍ ଡି ଘିଅ। ସୋ ଫ୍ରେଣ୍ଡସ୍ ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି କଫିନ୍। କଫିନ୍ ଅଧିକ ମାତ୍ରାରେ ଖାଇଲେ ମଣିଷର କିଡନୀ ଖରାପ ହୋଇଯାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କୁକୁର କାମୁଡ଼ିଲେ କେଉଁ ରୋଗ ହୋଇଥାଏ? ଅପସନ୍ ଏ ଟିବି ରୋଗ, ଅପସନ୍ ବି ଡେଙ୍ଗୁ ଜ୍ୱର, ଅପସନ୍ ସି କ୍ୟାନ୍ସର ରୋଗ ଏବଂ ଅପସନ୍ ଡି ଜଳାନ୍ତକ ରୋଗ। ସୋ ଫ୍ରେଣ୍ଡସ୍ ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି ଜଳାନ୍ତକ ରୋଗ। କୁକୁର କାମୁଡ଼ିଲେ ଜଳାନ୍ତକ ରୋଗ ହୋଇଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ଜୀବ କାମୁଡ଼ିଲେ ବିଷ ଲାଗେ ନାହିଁ? ଅପସନ୍ ଏ କୁକୁର, ଅପସନ୍ ବି ନେଉଳ, ଅପସନ୍ ସି ମୟୂର ଏବଂ ଅପସନ୍ ଡି କୁକୁଡ଼ା। ସୋ ଫ୍ରେଣ୍ଡସ୍ ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ନେଉଳ। ନେଉଳ ଜୀବ କାମୁଡ଼ିଲେ ବିଷ ଲାଗେ ନାହିଁ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି ବା ଆଜିର ଶେଷ ପ୍ରଶ୍ନଟି। ପାଦରେ କ'ଣ ଲଗାଇଲେ ପାଣିଖିଆ ବା ବାଲିଖିଆ ସମସ୍ୟା ଖୁବ୍ ଶୀଘ୍ର ଭଲ ହୁଏ? ଅପସନ୍ ଏ ହଳଦୀ ଗୁଣ୍ଡ, ଅପସନ୍ ବି ଖଇର ଗୁଣ୍ଡ, ଅପସନ୍ ସି ନିମ୍ବ ପତ୍ର ଏବଂ ଅପସନ୍ ଡି ବେଲପତ୍ର। ସୋ ଫ୍ରେଣ୍ଡସ୍ ଏହି ପ୍ରଶ୍ନର ସଠିକ ଉତ୍ତରଟି ଜାଣିବା ପୂର୍ବରେ ଯଦି ଆପଣମାନେ ଆମର ଚ୍ୟାନେଲକୁ ନୂଆ କରି ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ଯେତେବେଳେ ବି ଏହିପରି ଭିଡ଼ିଓ ଆପଲୋଡ଼ ହେବ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ଏହି ପ୍ରଶ୍ନର ସଠିକ ଉତ୍ତରଟି ରହିଛି ଅପସନ୍ ଏ ହଳଦୀ ଗୁଣ୍ଡ, ଅପସନ୍ ବି ଖଇର ଗୁଣ୍ଡ ଏବଂ ଅପସନ୍ ସି ନିମ୍ବ ପତ୍ର। ପାଦରେ ହଳଦୀ ଗୁଣ୍ଡ, ଖଇର ଗୁଣ୍ଡ ଏବଂ ନିମ୍ବ ପତ୍ରର ମିଶ୍ରଣ ଲଗାଇଲେ ପାଣିଖିଆ ବା ବାଲିଖିଆ ସମସ୍ୟା ଖୁବ୍ ଶୀଘ୍ର ଭଲ ହୁଏ। ସୋ ଫ୍ରେଣ୍ଡସ୍ ଆଜିର ଭିଡ଼ିଓଟି ଏଇଠି ଶେଷ କରୁଛି। ପୁଣି ଦେଖା ହେବା ପରବର୍ତ୍ତୀ ଭିଡ଼ିଓରେ। ଜୟ ଜଗନ୍ନାଥ।